ପରିବାର ହେଉଛି ସମାଜର ମୂଳଦ୍ୱାର। ସେହି ପରିବାରକୁ ସୁନ୍ଦର, ଶାନ୍ତ ଓ ସୁସଂଗଠିତ ରଖିବାରେ ଜଣେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପତିବ୍ରତା ସ୍ତ୍ରୀ କେବଳ ସ୍ୱାମୀ ସେବା କରୁଥିବା ନାରୀ ନୁହେଁ, ସେ ସମଗ୍ର ପରିବାରର ମଙ୍ଗଳ, ଶାନ୍ତି ଓ ଉନ୍ନତି ପାଇଁ ସଦା ଚେଷ୍ଟା କରୁଥିବା ଜଣେ ଆଦର୍ଶ ଗୃହିଣୀ। ଯେଉଁ ସ୍ତ୍ରୀ ସ୍ୱାମୀକୁ ସମ୍ମାନ କରନ୍ତି, ସୁଖ ଦୁଃଖରେ ସହଯୋଗ କରନ୍ତି ଏବଂ ସତ୍ ପଥରେ ଚାଲିବାକୁ ପ୍ରେରଣା ଦିଅନ୍ତି, ଗୁରୁଜନ, ଶାଶୁ ଶ୍ୱଶୁର ଓ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସମ୍ମାନ ଓ ସେବାଭାବ ରଖିବା ମଧ୍ୟ ତାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ। ସନ୍ତାନମାନଙ୍କୁ ସତ୍ୟ, ସଦାଚାର, ଭକ୍ତି, ମାନବିକତା ଓ ଭଲ ସଂସ୍କାର ଶିଖାଇବା ପାଇଁ ଦାୟିତ୍ୱ ହେଉଛି ମାଆମାନଙ୍କର। ଜଣେ ଆଦର୍ଶ ମାଆ ଏକ ଆଦର୍ଶ ପିଢ଼ି ମଧ୍ୟ ଗଢ଼ିପାରିବେ। ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କର ପରସ୍ପର ପ୍ରତି ସମ୍ମାନ, ସ୍ନେହ, ବିଶ୍ୱାସ ଓ ସହଯୋଗ ରହିବା ଆବଶ୍ୟକ। ପରସ୍ପରର ମଙ୍ଗଳକୁ ନିଜର ମଙ୍ଗଳ ଭାବି ଚାଲିଲେ ବାଟ ପରିବାରରେ ଶାନ୍ତି ସୁଖ ବୃଦ୍ଧି ପାଏ। ତେଣୁ ଆସନ୍ତୁ ଆମେ ସମସ୍ତେ ସେ ଗୁରୁଙ୍କ ଆଦର୍ଶକୁ ଜୀବନରେ ପରିପାଳନ କରିବା, ପରିବାରକୁ ପ୍ରେମ, ସେବା, ସଦାଚାରରେ ଗଢ଼ି ତୋଳିବା। ଭିଡ଼ିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରିବେ। ସମସ୍ତଙ୍କୁ ଜୟଗୁରୁ।